ଜୟ ଜଗନ୍ନାଥ ସାଙ୍ଗମାନେ। ଆଜି ଆମେ ଜାଣିବା ଜଗନ୍ନାଥଙ୍କୁ ଜ୍ୱର କାହିଁକି ହୁଏ। ଆପଣମାନେ ଜାଣିଥିବେ ଦେବସ୍ନାନ ପୂର୍ଣ୍ଣିମା ପରେ ଜ୍ୱର ଆସିଥାଏ ଏବଂ ତାଙ୍କର ବେଶ ସେବା କରାଯାଏ। 15 ଦିନ ଯାଏଁ ପ୍ରଭୁ ଜଗନ୍ନାଥଙ୍କୁ ଜ୍ୱରରେ ପଡ଼ିଥାନ୍ତି। ଏହି ସମୟରେ ତାଙ୍କୁ ବିଶେଷ ଔଷଧ ଦିଆଯାଏ, ହାଲୁକା ଖାଦ୍ୟ ଦିଆଯାଏ, କାଢ଼ା ତିଆରି କରି ପିଇବା ପାଇଁ ଦିଆଯାଇଥାଏ। ଯେତେବେଳେ ପ୍ରଭୁ ଜଗନ୍ନାଥ ଭଲ ହୋଇଯାଆନ୍ତି ସେତେବେଳେ ତାଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୁଏ। ତେବେ ଆପଣମାନେ ଭାବୁଥିବେ ପ୍ରଭୁ ଜଗନ୍ନାଥଙ୍କୁ ପୁଣି ଦେହ ଖରାପ ହୁଏ, ତାହା ପୁଣି 15 ଦିନ ଯାଏଁ। ଏହା ପଛରେ ଏକ ସୁନ୍ଦର କାହାଣୀ ଅଛି। ତାହା ଭକ୍ତ ଓ ଭଗବାନଙ୍କର ଭାବର ଦର୍ଶାଏ। ଭଗବାନ କହିଛନ୍ତି, ଯଦି ମୋର ଭକ୍ତର ଦେହ ଖରାପ ହୋଇପାରିବ ତେବେ ମୋର କାହିଁକି ନୁହେଁ। ତେବେ ଚାଲନ୍ତୁ ଏହି ବିଷୟରେ ଆମେ ଏକ ସୁନ୍ଦର କାହାଣୀଟିଏ ଶୁଣିବା। କାହାଣୀଟିଏ ଶୁଣିବା ପୂର୍ବରୁ ପ୍ଲିଜ୍ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଓ ଲାଇକ୍, ସେୟାର ଓ ସବସ୍କ୍ରାଇବ୍ କରନ୍ତୁ। ଚାଲନ୍ତୁ ଶୁଣିବା। ଏ କଥା ଭଗବାନ ଓ ଜଗନ୍ନାଥଙ୍କର ଏକ ବଡ଼ ଭକ୍ତ ମାଧବ ଦାସ ଜଗନ୍ନାଥଙ୍କର। ସେ ସର୍ବଦା ଭଗବାନ ଜଗନ୍ନାଥଙ୍କର ଭକ୍ତିରେ ମଗ୍ନ ରହୁଥିଲେ। ସବୁଦିନ ଭଗବାନ ଜଗନ୍ନାଥଙ୍କର ଦର୍ଶନ କରୁଥିଲେ। ସଂସାର ପ୍ରତି ତାଙ୍କର କୌଣସି ମୋହମାୟା ନଥିଲା। ଦିନେ ମାଧବ ଦାସଙ୍କୁ ବହୁତ ଜୋରରେ ଜ୍ୱର ହେଲା। ଏତେ ଜୋରସେ ଜ୍ୱର ହେଲା ଯେ ସେ ନା ଉଠିପାରିଲେ ନା ସେ ବସିପାରିଲେ। ସେ ଏକୁଟିଆ ରହୁଥିବା କାରଣରୁ ସବୁ କାମ ଏକୁଟିଆ କରିବାକୁ ପଡ଼ୁଥିଲା। ଦିନେ କେହି ତାଙ୍କୁ ସାହାଯ୍ୟ କରିବାକୁ ଆସୁଥିଲେ, ସେ ତାଙ୍କୁ ମନା କରିଦେଉଥିଲେ ଆଉ କହୁଥିଲେ ତାଙ୍କର ସେଇ ଜଗନ୍ନାଥ ଅଛନ୍ତି, ଚିନ୍ତା କାହାକୁ, ସେହି କାର୍ଯ୍ୟ କରିବେ ଆଉ ମୋତେ ରକ୍ଷା କରିବେ। ଭଗବାନଙ୍କର ଲୀଳା ବଡ଼ ବିଚିତ୍ର। ତାଙ୍କର ଏତେ ଜୋରରେ ଦେହ ଖରାପ ହେଲେ ଯେ ମଳମୂତ୍ର ମଧ୍ୟ ଦେହରେ କରିବାକୁ ଲାଗିଲେ। ପ୍ରଭୁ ଜଗନ୍ନାଥ ନିଜେ ଭକ୍ତର ଏମିତି ଅବସ୍ଥା ଦେଖି ରହିପାରିଲେ ନାହିଁ। ସେ ନିଜେ ଭକ୍ତର ସେବା କରିବା ପାଇଁ ଆସିଗଲେ। ଭଗବାନ ଜଗନ୍ନାଥ ମାଧବ ଦାସଙ୍କର ସେବା କରୁଥାନ୍ତି। ଜଗନ୍ନାଥ ମାଧବ ଦାସଙ୍କର ମଇଳା ଲୁଗା ମଧ୍ୟ ଧୋଉଥାନ୍ତି। ଭଗବାନ ନିଜ ଭକ୍ତର ବହୁତ ଆଦର ଯତ୍ନରେ ସେବା କରୁଥାନ୍ତି। କିଛି ଦିନ ଗଲା ପରେ ମାଧବ ଦାସ ଭଲ ହେବାକୁ ଲାଗିଲେ। ଯେତେବେଳେ ତାଙ୍କର ଚେତନା ଆସିଲା, ସେ ଜାଣିପାରିଲେ, ଆରେ ହେ ପ୍ରଭୁ ମୋର ଏତେ ସେବା କରୁଥାନ୍ତି, ହେଲେ କାହିଁକି ଏତେ ଆପଣ କଷ୍ଟ କଲେ? ଆପଣଙ୍କର ସେବା ତ ସାରା ସଂସାର କରେ। ଜଗତର ମାଲିକ ଆପଣ ଅଟନ୍ତି ଓ ଆଜି ଆପଣ ମୋର ସେବା କରୁଛନ୍ତି। ଆପଣ ଚାହିଁଥିଲେ ତ ଆପଣ ମୋର ରୋଗକୁ ଭଲ କରିପାରିଥାନ୍ତେ। ଆପଣ ମୋର ଦେହ ଭଲ ନକରି ମୋର ସେବା କଲେ, ଏହା ମୋତେ ଭଲ ଲାଗିଲା ନାହିଁ। ପ୍ରଭୁ ଜଗନ୍ନାଥ କହିଲେ, ହେ ମାଧବ, ସତ୍ୟ ଏହା ଅଟେ, ମୁଁ ମୋର ଭକ୍ତର କଷ୍ଟ ଦେଖିପାରିଲି ନାହିଁ। ସେଥିପାଇଁ ମୁଁ ତୁମର ସେବା କଲି। ମୁଁ ଚାହିଁଥିଲେ ମୁଁ ତୁମର ସଙ୍ଗେ ସଙ୍ଗେ ରୋଗ ଭଲ କରିପାରିଥାନ୍ତି। କିନ୍ତୁ ଯାହା ଭାଗ୍ୟରେ ଅଛି ତାହା ତ ନିଶ୍ଚୟ ହେବ। ଯଦି ତୁମକୁ ଏ ଜନ୍ମରେ ନ ଭୋଗିବ, ହୋଇପାରେ ଆଉ ଥରେ ଜନ୍ମ ନେବାକୁ ପଡ଼ିପାରେ। ମୁଁ ଚାହେଁ ନାହିଁ ଏଇ ଛୋଟିଆ କଥା ପାଇଁ ଆଉ ଥରେ ମୋ ଭକ୍ତ ଜନ୍ମ ନେଉ। ସେଥିପାଇଁ ମୁଁ ତୁମର ସେବା କରିବାକୁ ଚାଲି ଆସିଲି। ଦର୍ଶକ ବନ୍ଧୁ, ଲୋକମାନେ କୁହନ୍ତି ଭଗବାନ ଦୁଃଖ ଦେଇଥାନ୍ତି। ଭଗବାନ ଦୁଃଖ ଦିଅନ୍ତୁ, ଦୁଃଖ ତ ଆସିବ, କିନ୍ତୁ ତାର ସହିବାର ଶକ୍ତି ହିଁ ଭଗବାନ ହିଁ ଦିଅନ୍ତି। କେବଳ ଆପଣଙ୍କର ପ୍ରେମ ଓ ବିଶ୍ୱାସ ଥିବା ଦରକାର। ତେଣୁ ଏହା ମାଧବ, ମୁଁ ତୁମର ସେବା କରିଥିଲି, ଆଉ ତେବେ ତମ ଭାଗରେ 15 ଦିନ ଜ୍ୱର ଭୋଗିବାର ବାକି ଅଛି। ମୁଁ ଆଉ ତୁମର ଏ ଅବସ୍ଥା ଦେଖି ପାରିବି ନାହିଁ। ତେଣୁ ହେ ମାଧବ, ମୁଁ ତୁମର ଏ 15 ଦିନର ଜ୍ୱରକୁ ମୁଁ ନେଇ ଯାଉଛି। ସେବେଠାରୁ ଜଗନ୍ନାଥ ମାଧବ ଦାସଙ୍କଠାରୁ 15 ଦିନର ଜ୍ୱରକୁ ନେଇ ଯାଇଥିଲେ। କୁହାଯାଏ ସେବେଠାରୁ ପ୍ରଭୁ ଜଗନ୍ନାଥଙ୍କର 15 ଦିନ ଦେହ ଖରାପ ହୁଏ। ଜ୍ୟେଷ୍ଠ ମାସର ସ୍ନାନ ପୂର୍ଣ୍ଣିମାରେ ଭଗବାନ ଜଗନ୍ନାଥ ସ୍ନାନ ସାରିବା ପରେ 15 ଦିନ ଯାଏଁ ରୋଗରେ ପଡ଼ିଥାନ୍ତି ଓ ତାଙ୍କର ସେବା କରାଯାଏ।
ଏହା ବର୍ଷ ବର୍ଷ ଧରି ଚାଲି ଆସୁଛି। 15 ଦିନ ଯାଏଁ ତାଙ୍କର ପୂଜା ମଧ୍ୟ ବନ୍ଦ କରାଯାଏ। ତେବେ ଦର୍ଶକ ବନ୍ଧୁ, ଆଜିର ଏହି କଥାବସ୍ତୁଟି ଆପଣମାନଙ୍କୁ କିପରି ଲାଗିଲା ନିହାତି କମେଣ୍ଟ ମାଧ୍ୟମରେ ଜଣାଇବେ। ଏହିପରି ଆଧ୍ୟାତ୍ମିକ ଷ୍ଟୋରି ଜାଣିବା ପାଇଁ ଏବେ ହିଁ ସାଇ ଓଡ଼ିଆ ଷ୍ଟୋରିକୁ ସବସ୍କ୍ରାଇବ୍ କରନ୍ତୁ। କମେଣ୍ଟରେ ଲେଖନ୍ତୁ ଜୟ ଜଗନ୍ନାଥ। ନମସ୍କାର।